ଜୟ ଶ୍ରୀରାମ ବନ୍ଧୁଗଣ। ଯେବେ ଯେବେ ବୀର ଯୋଦ୍ଧାମାନଙ୍କର ଉଲ୍ଲେଖ ହୁଏ ତ ଅର୍ଜୁନ ପୁତ୍ର ଅଭିମନ୍ୟୁଙ୍କ ନାମ ସର୍ବପ୍ରଥମେ ଆସେ। ସର୍ବଶେଷରେ ଅଭିମନ୍ୟୁ ବୀର ଗତିକି ପ୍ରାପ୍ତ କଲାବେଳେ ମହାରଥୀ କର୍ଣ୍ଣ ଅଭିମନ୍ୟୁଙ୍କ କାନରେ କଣ କହିଥିଲେ ଆମେ ଆଜି ସେ ବିଷୟରେ ପୁରା ବିସ୍ତାରରେ ଜାଣିବା। ଅଭିମନ୍ୟୁ ସେ ଯୋଦ୍ଧା ଥିଲେ ଯେ 16 ବର୍ଷରେ ହିଁ ସମସ୍ତ କୌରବ ସେନା ଉପରେ ହିଁ ଭାରି ପଡ଼ିଥିଲେ। 7 ମହାରଥୀଙ୍କ ସହିତ ଏକା ସଙ୍ଗେ ଲଢ଼ିଥିଲେ ଆଉ 7 ମହାରଥୀଙ୍କୁ ଧୂଳି ଚଟାଇ ଦେଇଥିଲେ। କୌରବମାନଙ୍କ ସେନାକୁ ଅଭିମନ୍ୟୁ ବହୁତ ଭାରି ମାତ୍ରାରେ କ୍ଷତିଗ୍ରସ୍ତ କରିସାରିଲେଣି। ଦୁର୍ଯ୍ୟୋଧନ ବହୁତ ଚିନ୍ତିତ ହେଇଗଲାଣି ଅଭିମନ୍ୟୁଙ୍କ ପାଇଁ ଆଉ ଦୁର୍ଯ୍ୟୋଧନକୁ ମଧ୍ୟ ବହୁତ ଅପମାନ ଅଭିମନ୍ୟୁ କରିସାରିଲେଣି। ଯୁଦ୍ଧ ଭୂମିରେ ବାରମ୍ବାର ଦୁର୍ଯ୍ୟୋଧନର ବସ୍ତ୍ର ହରଣ କଲେଣି ଅଭିମନ୍ୟୁ। ତ ଦୁର୍ଯ୍ୟୋଧନ ଅଭିମନ୍ୟୁର ବଧ କରିବା ପାଇଁ ଚାହିଁ ଗୋଟେ ଚକ୍ରବ୍ୟୂହ ନିର୍ମାଣ କରିବା ପାଇଁ ଚାହିଁଲା ଆଉ ଯେଉଁ ଚକ୍ରବ୍ୟୂହକୁ କେବଳ ପ୍ରଭୁ ଶ୍ରୀକୃଷ୍ଣ ଏବଂ ଅର୍ଜୁନ ହିଁ ପାଣ୍ଡବମାନଙ୍କ ମଧ୍ୟରୁ ଭେଦ କରିପାରିବେ, ଯାହାଫଳରେ କି କୌରବମାନେ ଚକ୍ରାନ୍ତ କରି ପ୍ରଭୁ ଶ୍ରୀକୃଷ୍ଣ ଏବଂ ଅର୍ଜୁନକୁ ଯୁଦ୍ଧ ଭୂମିରୁ ଦୂରକୁ ପଠାଇ ଦେଇଥିଲେ। ବିରାଟ ରାଜ୍ୟରେ ଛୋଟ ସେନା ଟୁକୁଡ଼ିକି ପଠାଇକିରି ଆକ୍ରମଣ କରାଇ ଦେଇଥିଲେ, ଯାହାଫଳରେ କି ଅର୍ଜୁନ ଏବଂ ପ୍ରଭୁ ଶ୍ରୀକୃଷ୍ଣଙ୍କୁ ଯିବାକୁ ପଡ଼ିଥିଲା। ଆଉ ଏପଟେ ଯୁଦ୍ଧ ଭୂମିରେ ଚକ୍ରବ୍ୟୂହ ଭେଦ କରିବାର ଶକ୍ତି କେବଳ ଅଭିମନ୍ୟୁଙ୍କର ଅଛି। ଅର୍ଜୁନଙ୍କ ପତ୍ନୀ ସୁଭଦ୍ରାଙ୍କ ପେଟରେ ଅଭିମନ୍ୟୁ ଥିଲାବେଳେ ହିଁ ଅର୍ଜୁନ ଚକ୍ରବ୍ୟୂହ ଭେଦ କରିବେ କେମିତି ଆଉ ବାହାରିବେ କେମିତି ଶିଖଉଥିବା ସମୟରେ ହିଁ ଚକ୍ରବ୍ୟୂହ ତ ଭେଦ କରିବା ସୁଭଦ୍ରା ଶୁଣି ନେଇଥିଲେ, ହେଲେ ଚକ୍ରବ୍ୟୂହରୁ ବାହାରିବା ଶିଖଉଥିଲା ସମୟରେ ହିଁ ସୁଭଦ୍ରାଙ୍କ ଆଖି ଲାଗି ଯାଇଥିଲା, ଯାହାଫଳରେ କି ଅଭିମନ୍ୟୁ ମଧ୍ୟ ପେଟ ଭିତରେ ଶୋଇ ପଡ଼ିଥିଲେ। ଆଉ ସେ ଚକ୍ରବ୍ୟୂହ ଭେଦ କରିବା ତ ଶିଖିଲେ, କିନ୍ତୁ ଚକ୍ରବ୍ୟୂହରୁ ବାହାରିବେ କେମିତି ସେ ଜିନିଷ ଶିଖିପାରିଲେନି। ଆଉ ଯେତେବେଳେ କୌରବମାନେ ଚକ୍ରବ୍ୟୂହ ନିର୍ମାଣ କରିସାରିଲେଣି, କେହି ବି ଆଉ ପାଣ୍ଡବମାନଙ୍କ ମଧ୍ୟରେ ନାହାନ୍ତି ଚକ୍ରବ୍ୟୂହକୁ ଭେଦ କଲା ଭଳି। ଚକ୍ରବ୍ୟୂହ ପାଣ୍ଡବମାନଙ୍କ ସେନାକୁ ଧ୍ୱଂସ ବିଧ୍ୱଂସ କରିବାରେ ଲାଗିଛି। 7 ମହାରଥୀ ଚକ୍ରବ୍ୟୂହର ମଝିରେ ଅଛନ୍ତି, ଯେମିତିକି ଦୁର୍ଯ୍ୟୋଧନ, ଦୁଃଶାସନ, ଗୁରୁ ଦ୍ରୋଣାଚାର୍ଯ୍ୟ, ମହାରଥୀ କର୍ଣ୍ଣ, କୃପାଚାର୍ଯ୍ୟ, ଏମିତି 7 ମହାରଥୀ ଯୋଦ୍ଧା ଅଛନ୍ତି ଭିତରେ। ଏପଟେ ଅଭିମନ୍ୟୁ ପାଣ୍ଡବମାନଙ୍କୁ କହିଲେ କି ମୁଁ ଚକ୍ରବ୍ୟୂହ ଭେଦ କରିକିରି ଯିବି, ଆପଣମାନେ ସମସ୍ତେ ମୋ ପଛେ ପଛେ ଯିବେ, ଆମେ ଯେମିତି ଚକ୍ରବ୍ୟୂହରେ ପହଞ୍ଚିବା ସେମିତି ଚକ୍ରବ୍ୟୂହକୁ ଭାଙ୍ଗିଦେବା। ଚକ୍ରବ୍ୟୂହ ମଝିରେ ପହଞ୍ଚି ତ ପାଣ୍ଡବମାନେ ମଧ୍ୟ ରାଜି ହେଲେ। ଆଉ ଅଭିମନ୍ୟୁ ଆଗେ ଆଗେ ଚାଲିଲେ। ତାପରେ ଯେତେବେଳେ ପାଣ୍ଡବମାନେ ଚକ୍ରବ୍ୟୂହ ଭିତରକୁ ପ୍ରବେଶ କରିବାକୁ ଚାହାନ୍ତି ତ ସେହି ସମୟରେ ଜୟଦ୍ରଥ ଆସି ପହଞ୍ଚିଥିଲା। ଜୟଦ୍ରଥ ମହାଦେବଙ୍କ ଠାରୁ ଆଶୀର୍ବାଦ ପାଇଥିଲା କି ଗୋଟିଏ ଦିନ ସେ ପାଣ୍ଡବମାନଙ୍କ ଉପରେ ଭାରି ପଡ଼ିବ, ଯେଉଁଦିନ କି ଅର୍ଜୁନ ନଥିବେ ସେ 4 ପାଣ୍ଡବମାନଙ୍କୁ ପରାସ୍ତ କରିପାରିବ। ତ ସେଇଦିନ ହିଁ ଅର୍ଜୁନ ଯୁଦ୍ଧଭୂମିରେ ନଥିଲେ ଆଉ 4 ପାଣ୍ଡବ ଥିଲେ, ଯାହାଫଳରେ କି ଜୟଦ୍ରଥ ଯେଉଁ ବର ପାଇଥିଲା ସେଇଦିନ ହିଁ ତାର ବର କାମ କରିଥିଲା। ଆଉ ଅଭିମନ୍ୟୁ ଯେମିତି ଗୋଟିଏ ପରେ ଗୋଟିଏ ଚକ୍ରବ୍ୟୂହର ଦ୍ୱାର ଡେଇଁ ଡେଇଁ ଚାଲିଲେ, ଏପଟେ ଜୟଦ୍ରଥ 4 ପାଣ୍ଡବମାନଙ୍କୁ ଅଟକେଇ ଦେଲା। 4 ପାଣ୍ଡବ ଯେତେ ଚେଷ୍ଟା କଲେ ବି ଚକ୍ରବ୍ୟୂହ ଭିତରକୁ ପ୍ରବେଶ କରିପାରିଲେନି। ଆଉ ଧର୍ମରାଜ ଯୁଧିଷ୍ଠିର ଅଭିମନ୍ୟୁଙ୍କୁ ଡାକୁଥାନ୍ତି କି ତୁମେ ପୁତ୍ର ଫେରିଆସ, ଇଏ ଗୋଟେ ଚକ୍ରାନ୍ତ। କିନ୍ତୁ ଅଭିମନ୍ୟୁ ମନା କରିଥିଲେ ଯେ ଯଦି ଗୋଟିଏ ଯୋଦ୍ଧା ଯୁଦ୍ଧ ଭୂମିକୁ ଆଗକୁ ବଢ଼ି ଆସେ ସେ ଆଉ କେବେ ହେଲେ ପଛକୁ ଫେରେ ନାହିଁ। ହୁଏତ ସେ ବିଜୟ ହୁଏ ନହେଲେ ବୀର ଗତିକି ପ୍ରାପ୍ତ କରେ, ମୁଁ ଏ କେବେ ହେଲେ ବି ପଛକୁ ଫେରି ପାରିବି ନାହିଁ। ତାପରେ ଅଭିମନ୍ୟୁ ଆଗକୁ ବଢ଼ିଥିଲେ ଆଉ 7 ମହାରଥୀଙ୍କ ସହିତ ଅଭିମନ୍ୟୁଙ୍କର ଭୀଷଣ ଯୁଦ୍ଧ ହୋଇଥିଲା। ଦୁର୍ଯ୍ୟୋଧନଙ୍କ ପୁତ୍ର ଲକ୍ଷ୍ମଣ ଅଭିମନ୍ୟୁଙ୍କୁ ଖୋଲା ଆହ୍ୱାନ ଦେଇଥିଲା, ଯାହାଫଳରେ କି ଅଭିମନ୍ୟୁ ଗୋଟିଏ ବାଣରେ ହିଁ ଦୁର୍ଯ୍ୟୋଧନ ପୁତ୍ର ଲକ୍ଷ୍ମଣର ବଧ କରିଦେଇଥିଲା। ଆଉ ଦୁର୍ଯ୍ୟୋଧନ ପ୍ରଚୁର ମାତ୍ରାରେ ରାଗି ଯାଇ ଗୁରୁ ଦ୍ରୋଣାଚାର୍ଯ୍ୟଙ୍କୁ କହିଥିଲା ଅଭିମନ୍ୟୁଙ୍କ ଉପରେ ବାର କରିବା ପାଇଁ, କିନ୍ତୁ ଅଭିମନ୍ୟୁ ଗୁରୁ ଦ୍ରୋଣାଚାର୍ଯ୍ୟଙ୍କ ଧନୁଷ ମଧ୍ୟ ଭାଙ୍ଗି ଯାଇଥିଲେ। ତାପରେ ଗୁରୁ ଦ୍ରୋଣାଚାର୍ଯ୍ୟ ଦୁର୍ଯ୍ୟୋଧନଙ୍କୁ କହିଥିଲେ ଯଦି ଏ ପିଲା ହାତରେ ଧନୁଷ ରହେ ତାହେଲେ କୌରବ ସେନାର ହିଁ ବିନାଶ କରିଦେବ ଇଏ। ତାପରେ ମହାରଥୀ କର୍ଣ୍ଣଙ୍କୁ କହିଥିଲେ ଦୁର୍ଯ୍ୟୋଧନ, ଯାହାଫଳରେ କି ମହାରଥୀ କର୍ଣ୍ଣ ଏବଂ 7 ମହାରଥୀ ସମସ୍ତେ ମିଶିକିରି ଏକା ସଙ୍ଗରେ ଅଭିମନ୍ୟୁଙ୍କ ଉପରେ ବାହାର କରିଥିଲେ। କିନ୍ତୁ ବୀର ଅଭିମନ୍ୟୁ 7 ମହାରଥୀଙ୍କୁ ଏକା ବେଳେ ହିଁ ତାଙ୍କୁ ପ୍ରତି ଉତ୍ତର ଦେଇଥିଲେ। ଏକା ବେଳେ 7 ମହାରଥୀଙ୍କ ସହିତ ଯୁଦ୍ଧ କରିଥିଲେ ଆଉ ତାଙ୍କୁ ଧୂଳି ଚଟାଇଥିଲେ। ଲହୁ ଲୁହାନ ହେଇଗଲା ପରେ ମଧ୍ୟ ଯେତେବେଳେ ନିହତା ହେଇଗଲେ ତଥାପି ତାଙ୍କୁ ଘେରିକିରି ସମସ୍ତେ ମାରୁଥାନ୍ତି। ତାପରେ ଅଭିମନ୍ୟୁ ଗୋଟେ ଚକ୍ର ବା ଗୋଟେ ରଥର ଚକା ଉଠେଇ ଦେଲେ, ସେଇ ଚକାରେ ହିଁ ସେ ଯୁଦ୍ଧ କଲେ ଅନେକ ସମୟ ଲହୁ ଲୁହାନ ହେଇକିରି ମଧ୍ୟ। ତାପରେ ମହାରଥୀ କର୍ଣ୍ଣ ଆଉ ଏ ଦୃଶ୍ୟ ଦେଖିପାରିଲେ ନାହିଁ ଯେ ଏତେ ଯନ୍ତ୍ରଣାରେ ଗୋଟେ ବୀର କି ମରାଯାଉଛି, ସେ ଗୋଟେ ବୀର ଯୋଦ୍ଧା ଥିଲେ। ସେଥିପାଇଁ ମହାରଥୀ କର୍ଣ୍ଣ ଅଭିମନ୍ୟୁଙ୍କ ପାଖକୁ ଆସିଲେ ଆଉ ତାଙ୍କୁ କୁଣ୍ଢେଇ ଧରି କହିଲେ ପୁତ୍ର ଏବେ ତୁମେ ଶାନ୍ତ ହୋଇଯାଅ, ଏ ସଂସାରର ସର୍ବଶ୍ରେଷ୍ଠ ଧନୁର୍ଧାରୀର ପଦବୀ ନା ମୋତେ ମିଳିବ ନା ଅର୍ଜୁନଙ୍କୁ ମିଳିବ, ଏ ପଦବୀ ତୁମେ ଆମଠାରୁ ଛଡ଼େଇ ନେଲ। ମୁଁ ବହୁତ ଗର୍ବିତ ଯେ ତୁମ ଭଳି ଜଣେ ବୀର ଯୋଦ୍ଧାଙ୍କ ସହିତ ମୋତେ ଯୁଦ୍ଧ କରିବାର ସୁଯୋଗ ମିଳିଲା। ଏବେ କିନ୍ତୁ ତୁମର ସମୟ ହେଇଯାଇଛି ପୁତ୍ର, ତୁମେ ଏ ନର୍କ ରୂପୀ ପୃଥିବୀକି ତ୍ୟାଗ କର, ଏବେ ତୁମେ ପ୍ରସ୍ଥାନ କର ପୁତ୍ର। ତାପରେ ମହାରଥୀ କର୍ଣ୍ଣ ଅଭିମନ୍ୟୁଙ୍କ ପେଟରେ ଗୋଟେ ଛୁରୀ ପୁରେଇକିରି ଅଭିମନ୍ୟୁଙ୍କୁ ମୁକ୍ତ କରିଥିଲେ ଏ ସଂସାରରୁ। ତାପରେ ମହାରଥୀ କର୍ଣ୍ଣ ଦୁର୍ଯ୍ୟୋଧନଙ୍କୁ କହିଥିଲେ ଇଏ ଯୁଦ୍ଧ ଭୂମିରେ ବହୁତ ବଡ଼ ଅନ୍ୟାୟ ହେଇଗଲା। 7 ମହାରଥୀ ଗୋଟିଏ ଅସହାୟକୁ ଘେରିକିରି ମାଇଲେ, ଇଏ ତ ବହୁତ ବଡ଼ ଅନ୍ୟାୟ ହେଇଗଲା। ଆଜି ମହାଭାରତ ହାରିଗଲା,
ତାହେଲେ ଅଭିମନ୍ୟୁ ଜିତିଗଲେ। ସୂର୍ଯ୍ୟ ଅସ୍ତ ସିନା ହେଇଗଲା କିନ୍ତୁ ଆକାଶ କଳା ନୁହଁ, ଆକାଶ ଲାଲ, ରକ୍ତ ପରି ଲାଲ ଆଜି ହେଇଯାଇଛି। ତାପରେ ମହାରଥୀ କର୍ଣ୍ଣ ସେଠୁ ଚାଲି ଯାଇଥିଲେ। ଏଇ ଥିଲା କିଛିଟା ଖାସ୍ ଶବ୍ଦ ମହାରଥୀ କର୍ଣ୍ଣ ଅଭିମନ୍ୟୁଙ୍କୁ କହିଥିଲେ। ଯଦି ଆପଣମାନଙ୍କୁ ଏ ଭିଡ଼ିଓଟି ଭଲ ଲାଗିଥାଏ ବା ଆପଣମାନେ ଜାଣିପାରିଲେ ଅଭିମନ୍ୟୁଙ୍କ ଶେଷ ସମୟରେ ମହାରଥୀ କର୍ଣ୍ଣ ତାଙ୍କୁ କ'ଣ କହିଥିଲେ, ତାହେଲେ ଭିଡ଼ିଓକୁ ଲାଇକ୍ ଏବଂ ଚ୍ୟାନେଲକୁ ସବସ୍କ୍ରାଇବ୍ ନିଶ୍ଚିନ୍ତ ରୂପେ କରିଦେବେ। ଜୟ ଶ୍ରୀରାମ।